ପରେ ଆମ୍ଭମାନଙ୍କ ମନ ମଧ୍ୟରେ ବିଭିନ୍ନ ପ୍ରଶ୍ନଗୁଡ଼ିକ ଆସେ। ଆଉ ସେହି ସବୁ ପ୍ରଶ୍ନମାନଙ୍କ ମଧ୍ୟରୁ ଗୋଟିଏ ପ୍ରଶ୍ନ ହେଲା, ପରମେଶ୍ୱର ଶୈତାନକୁ କାହିଁକି ବିନାଶ କରୁନାହାନ୍ତି? ପ୍ରଶ୍ନ ହେଲା, ପରମେଶ୍ୱର ଶୈତାନକୁ କାହିଁକି ବିନାଶ କରୁନାହାନ୍ତି? ଏହି ପ୍ରକାର ପ୍ରଶ୍ନଗୁଡ଼ିକ ଆମ୍ଭମାନଙ୍କ ମନ ମଧ୍ୟରେ ଆସେ। ଯେଉଁ ସମୟରେ ଶୈତାନ ଏଦନ ଉଦ୍ୟାନରେ ପ୍ରବେଶ କରୁଛି, ସେହି ସମୟରେ ଯଦି ପରମେଶ୍ୱର ଶୈତାନକୁ ବିନାଶ କରିଦେଇଥାନ୍ତେ, ମାରିଦେଇଥାନ୍ତେ, ତାହେଲେ ହବାକୁ ଭ୍ରାନ୍ତ ହେବା ପାଇଁ ପଡ଼ିନଥାନ୍ତା। ହବା ଏବଂ ଆଦମ ସେମାନେ ପାପରେ ପଡ଼ିନଥାନ୍ତେ। ସେମାନେ ପାପରେ ପଡ଼ିବାରୁ, ଶୈତାନ ଏଦନ ଉଦ୍ୟାନରେ ପ୍ରବେଶ କରିବାରୁ ଆଜି ଆଦମ ଏବଂ ହବାଙ୍କୁ ଦେଇ ଜଗତରେ ପାପ ପ୍ରବେଶ କଲା, ଯଦ୍ୱାରା ସମଗ୍ର ଜଗତ ଭ୍ରଷ୍ଟ ହୋଇଗଲା। ଏବଂ ଆଜି ଶୈତାନ ଥିବାରୁ, ଶୈତାନ ଲୋକମାନଙ୍କ ମନ ମଧ୍ୟରେ ଭ୍ରାନ୍ତ କରିବାରୁ ଆଜି ଅନେକ ମାନବ ଜାତି ପାପରେ, ଅଭିଳାଷରେ, ନରହତ୍ୟା କରିବାରେ, ଜୁଆ ଖେଳିବାରେ, ମଦ ପିଇବାରେ, ବ୍ୟଭିଚାର ପାପରେ ସେମାନେ ଆଜି ଭ୍ରଷ୍ଟ ହୋଇଛନ୍ତି। ଯଦି ଶୈତାନକୁ ପରମେଶ୍ୱର ବିନାଶ କରିଦେଇଥାନ୍ତେ, ତାହେଲେ ଲୋକମାନଙ୍କୁ ନରକକୁ ଯିବାକୁ ମଧ୍ୟ ପଡ଼ିନଥାନ୍ତା। ଏହି ପ୍ରକାର ଭାବନା, ଏହି ପ୍ରକାର ଚିନ୍ତାଗୁଡ଼ିକ ଆମ୍ଭମାନଙ୍କ ମନ ମଧ୍ୟରେ ଆସେ। ଏହା ଆମେ ଚିନ୍ତା କରିବା, ଭାବିବା, ଆମ୍ଭମାନଙ୍କ ବୁଦ୍ଧିରେ ଏହା ଠିକ୍ ଅଟେ। କିନ୍ତୁ ଆମ୍ଭମାନଙ୍କ ବୁଦ୍ଧି ଆଉ ଜ୍ଞାନ ଠାରୁ ମଧ୍ୟ ପରମେଶ୍ୱର ଅତି ବୁଦ୍ଧିମାନ ଆଉ ଜ୍ଞାନୀ ପରମେଶ୍ୱର ଅଟନ୍ତି। ଏହା ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଜାଣିବା ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆପଣ ବାଇବେଲରେ ଦେଖିବେ, ଯେଉଁ ସମୟରେ ପରମେଶ୍ୱରଙ୍କୁ ଲୋକମାନେ ଗୌରବ ଦେଉନଥିଲେ, ପରମେଶ୍ୱରଙ୍କ ବିରୁଦ୍ଧରେ ଉଠୁଥିଲେ, ସେହି ସମୟରେ ବିଭିନ୍ନ ସ୍ଥାନରେ ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ ପଠାଇ କ'ଣ କରୁଥିଲେ? ସେମାନଙ୍କୁ ସେ ବିନାଶ କରୁଥିଲେ। ଯଦି ଆପଣ ପ୍ରେରିତ 12 ଅଧ୍ୟାୟରେ ପଢ଼ିବେ ଯେ ରାଜା ହେରୋଦ ସେ ପ୍ରଭୁଙ୍କୁ ଗୌରବ ଦେଉନାହାନ୍ତି। ସେ ନିଜେ କହୁଛନ୍ତି ଯେ ମୁଁ ନିଜେ ପରମେଶ୍ୱର। ଏହି କଥା କହିବା କ୍ଷଣି ବାଇବେଲ କହେ ସ୍ୱର୍ଗର ପରମେଶ୍ୱର ତାଙ୍କର ଦୂତଙ୍କୁ ପଠାଇ ହେରୋଦଙ୍କୁ ସେ ଆଘାତ କଲେ। ଆଉ ହେରୋଦଙ୍କୁ ଦୂତ ଆଘାତ କରିବା କ୍ଷଣି ସେ କ'ଣ ହେଲେ ଯେ କୀଟ ଦ୍ୱାରା ସେ ଭକ୍ଷିତ ହୋଇ ପ୍ରାଣ ତ୍ୟାଗ କଲେ ବୋଲି ବାଇବେଲ କହେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର କ'ଣ ମନୁଷ୍ୟମାନଙ୍କୁ ସେ ମାରିପାରିବେ? ପରମେଶ୍ୱର କ'ଣ ଶୈତାନର ଶକ୍ତିଠାରୁ ସେ କମଜୋର ଅଟନ୍ତି? ସେଥିପାଇଁ ସେ ଶୈତାନକୁ ମାରିପାରୁନାହାନ୍ତି, ଶୈତାନକୁ ସେ ବିନାଶ କରିପାରୁନାହାନ୍ତି? ଏହି ପ୍ରକାର ଯଦି ଆମମାନଙ୍କ ମନ ମଧ୍ୟରେ ଅଛି, ତାହେଲେ ତାହା ଆମମାନଙ୍କର ଭାବନା ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ ଆମର ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି। ଆମ ପରମେଶ୍ୱରଙ୍କୁ ପରାଜୟ କରିବା ପାଇଁ, ଆମ ପରମେଶ୍ୱରଙ୍କୁ ମାରିଦେବା ପାଇଁ ଆଜି ଯାଏ ପୃଥିବୀରେ କୌଣସି ଅସ୍ତ୍ର ତିଆରି ହୋଇନାହିଁ। କାରଣ ସେ ବିଶ୍ୱ ବ୍ରହ୍ମାଣ୍ଡକୁ ତିଆରି କରିଥିବା ପରମେଶ୍ୱର ଅଟନ୍ତି। ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ତ ପ୍ରଶ୍ନ ହେଲା, ସେ ଶୈତାନକୁ କାହିଁକି ବିନାଶ କରୁନାହାନ୍ତି? ଆଜିକୁ ଅନେକ ବର୍ଷ ହୋଇଗଲା। ବର୍ଷ ବର୍ଷ ଧରି ଏତେ ଲମ୍ବା ସମୟ ପରମେଶ୍ୱର କ'ଣ କରିଛନ୍ତି? ଶୈତାନକୁ ସେ ଛାଡ଼ି ଦେଇଛନ୍ତି। ଯେଉଁ ସମୟରେ ହେରୋଦଙ୍କୁ ସ୍ୱର୍ଗର ଦୂତ ଆଘାତ କଲେ, ତାଙ୍କର ଶରୀର ମୃତ୍ୟୁବରଣ କଲା, ସେ ମାଟିରେ ମିଶିଗଲେ, କିନ୍ତୁ ଆତ୍ମା ତାଙ୍କର କେବେ ମରେ ନାହିଁ। ମନୁଷ୍ୟର ଆତ୍ମା କେବେ ମରେ ନାହିଁ, ଆଉ ତାଙ୍କର ଆତ୍ମା ନରକକୁ ଗଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଶୈତାନ ମଧ୍ୟ ଗୋଟେ ଆତ୍ମା ଅଟେ। ଆପଣ ବାଇବେଲରେ କୌଣସି ସ୍ଥାନରେ ଦେଖିବେ ନାହିଁ ଯେ ଶୈତାନକୁ ମାରି ଦିଆଯିବ, ଶୈତାନକୁ ବିନଷ୍ଟ କରାଯିବ, ଏହି ପ୍ରକାର କଥା ଲେଖାଯାଏ ନାହିଁ। କିନ୍ତୁ ପ୍ରକାଶିତ ବାକ୍ୟରେ ଲେଖାଯାଉଛି ଯେ ଶୈତାନକୁ ଅଗ୍ନିକୁଣ୍ଡରେ ପକାଇ ତାକୁ କ'ଣ କରାଯିବ? ସିଲ୍ ପକାଯିବ ଆଉ ଘରଣୀକୁ ଘୋଡ଼େଇ ଦିଆଯିବ। ସେ ସେହି ଅଗ୍ନିକୁଣ୍ଡରେ ପଡ଼ି ସବୁ ଦିନ ପାଇଁ ସେ ଯନ୍ତ୍ରଣା ଭୋଗିବ, କିନ୍ତୁ ଶୈତାନ ମରିବ ନାହିଁ, ସେ ବିନାଶ ହେବ ନାହିଁ। ଏହା ବାଇବେଲ ଆମମାନଙ୍କୁ କହେ। ତ ଏତେ ସମୟ ପର୍ଯ୍ୟନ୍ତ
ଯଦି ପରମେଶ୍ୱର ଶୈତାନକୁ ଏହି ପୃଥିବୀ ପୃଷ୍ଠରେ ରଖିଛନ୍ତି ଆଉ ତାହାର କିଛି ନା କିଛି କାରଣ ରହିଛି, ବିଶେଷ କାରଣ ରହିଛି। ଆମର ପରମେଶ୍ୱର କେତେ ବୁଦ୍ଧିମାନ ଅଟନ୍ତି, ଜ୍ଞାନୀ ପରମେଶ୍ୱର ଅଟନ୍ତି। ସେଥିପାଇଁ ଆଜି ଶୈତାନକୁ ଏହି ପୃଥିବୀ ପୃଷ୍ଠରେ ସେ ରଖିଛନ୍ତି। ଶୈତାନକୁ ପରମେଶ୍ୱର କାହିଁକି ବିନାଶ କରୁନାହାନ୍ତି? ମୁଁ ଆପଣମାନଙ୍କ ନିକଟରେ 4 କାରଣ ରଖିବା ପାଇଁ ଚାହେଁ। ପ୍ରଥମ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ମୋ ସହିତ ପ୍ରଥମ ପିତର 1 ଅଧ୍ୟାୟକୁ ଆସିବେ। ପ୍ରଥମ ପିତର 1 ଅଧ୍ୟାୟ 7 ପଦ ମୁଁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଶୈତାନକୁ ପରମେଶ୍ୱର କାହିଁକି ବିନାଶ କରୁନାହାନ୍ତି, କାହିଁକି ସେ ପୃଥିବୀ ପୃଷ୍ଠରେ ରଖିଛନ୍ତି। ସେ ଏଥିପାଇଁ ରଖିଛନ୍ତି ଆମର ବିଶ୍ୱାସକୁ ସିଦ୍ଧ କରିବା ପାଇଁ, ଆମର ବିଶ୍ୱାସକୁ ବଢ଼େଇବା ପାଇଁ, ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ମଜବୁତ କରିବା ପାଇଁ ଶୈତାନକୁ ପ୍ରଭୁ ରଖିଛନ୍ତି। ଆଉ ଶୈତାନକୁ ବ୍ୟବହାର କରି ସେ ଆମକୁ କ'ଣ କରନ୍ତି? ଆମର ବିଶ୍ୱାସକୁ ସେ ସିଦ୍ଧ କରନ୍ତି। ଶୈତାନକୁ ବ୍ୟବହାର କରି ଆମର ଆତ୍ମିକ ଜୀବନକୁ ସେ କ'ଣ କରନ୍ତି? ମଜବୁତ କରନ୍ତି। ଆଉ ଏହି ପ୍ରଶ୍ନର ଜ୍ୱଳନ୍ତ ଉଦାହରଣ ଆୟୁବଙ୍କ ଜୀବନରୁ ଆମେ ଶିଖୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆୟୁବ ଶୈତାନକୁ ଆୟୁବଙ୍କୁ ଶୈତାନ କ'ଣ କରୁଛି? ପରୀକ୍ଷା କରୁଛି। ପରମେଶ୍ୱର ଅନୁମତି ଦେଉଛନ୍ତି ଯେ ଶୈତାନ ଆୟୁବଙ୍କୁ କ'ଣ କରିବ? ପରୀକ୍ଷା କରିବ। ସେହି ସବୁ ପରୀକ୍ଷା ଭିତରେ କେତେ ଦୁଃଖ, ନିନ୍ଦା, କଷ୍ଟ ପାଇଲେ। ସେ ଧନ ସମ୍ପତ୍ତିକୁ ହରାଇଲେ, ସେ ପୁଅ ଝିଅକୁ ହରାଇଲେ। ସର୍ବହରା ଅବସ୍ଥାରେ ସେ କହିଲେ ଯେ ସଦାପ୍ରଭୁ ମୋତେ ଦେଇଥିଲେ ଆଉ ସଦାପ୍ରଭୁ ନେଇଅଛନ୍ତି, ତାହାଙ୍କ ନାମର ଧନ୍ୟବାଦ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଶୈତାନ ଯେଉଁ ସମୟରେ ଆମ ଜୀବନରେ ବିଭିନ୍ନ ପରୀକ୍ଷା ଗୁଡ଼ିକ ଆଣେ, ପ୍ରଲୋଭନ ଗୁଡ଼ିକ ଆଣେ, ଦୁଃଖ ଆଣେ, ନିର୍ଯାତନା ଆଣେ, ନିନ୍ଦା ତାଳନା ଆଣେ, ଆମକୁ କଷ୍ଟ ଲାଗେ, ମାତ୍ର ଆମର ଆତ୍ମିକ ଜୀବନ କ'ଣ ହେଇଯାଏ? ଆହୁରି ମଜବୁତ ହେଇଯାଏ। ଶୈତାନ ଆମକୁ ପରୀକ୍ଷା କରିବା ଦ୍ୱାରା ଆମେ ପ୍ରଭୁଙ୍କ ନିକଟରେ ନିର୍ଭର କରିବାଟା ଆମେ ଶିଖୁ। କେତେ ଜ୍ଞାନୀ ପରମେଶ୍ୱର ସିଏ, କେତେ ବୁଦ୍ଧିମାନ ପରମେଶ୍ୱର। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଜଣେ ଯଦି ଆପଣାର ଶରୀରକୁ ସେ ମଜବୁତ କରିବା ପାଇଁ ଚାହୁଁଛି, ଯେ କି ବ୍ୟାୟାମ କରି, ଯେଉଁମାନେ କି ଜିମ୍ କରନ୍ତି, ଏକ୍ସରସାଇଜ କରନ୍ତି, ସେମାନେ ନିଜର ମସଲ୍ସକୁ ବାହାର କରିବା ପାଇଁ କେତେ କଷ୍ଟ କରନ୍ତି, ବହୁତ କଷ୍ଟ ଲାଗେ। ମାତ୍ର ସେହି କଷ୍ଟ କରିବା ଦ୍ୱାରା ଶରୀର କ'ଣ ହୁଏ? ଶରୀର ଇମ୍ପ୍ରୁଭ ହେଇଯାଏ, ଶରୀର ବୃଦ୍ଧି ହୁଏ। ଠିକ୍ ସେହିପରି ଶୈତାନ ଯେତେବେଳେ ଆମ ଜୀବନରେ କାର୍ଯ୍ୟ କରେ, ଅସହ୍ୟ ମନେ ହୁଏ, ଆମକୁ ଦୁଃଖ, ଯାତନା, ଆମେ ବିନାଶ ହେଇଗଲୁ, ସର୍ବହରା ଅବସ୍ଥାରେ ଅଛୁ, ଏହି ପ୍ରକାର ଲାଗେ। ମାତ୍ର ଆମର ଆତ୍ମିକ ଜୀବନ କ'ଣ ହୁଏ? ମଜବୁତ ହେଇଯାଏ, ଆମର ବିଶ୍ୱାସ ସିଦ୍ଧ ହେଇଯାଏ। ପ୍ରଭୁଙ୍କ ନାମର ଗୌରବ ହେଉ। ଆମର ଭଲ ପାଇଁ ପରମେଶ୍ୱର ଶୈତାନକୁ କ'ଣ କରିଛନ୍ତି? ରଖିଛନ୍ତି। ସେ ବିନାଶ କରିନାହାନ୍ତି। ମୁଁ ଆପଣମାନଙ୍କୁ ଆଦି ପୁସ୍ତକରୁ ଗୋଟେ ବାକ୍ୟ ପଢ଼ିବା ପାଇଁ ଚାହେଁ। ଆଦି ପୁସ୍ତକ ଆପଣମାନେ 3 ଅଧ୍ୟାୟ 15 ପଦ ପଢ଼ିବେ। ଲେଖାଯାଏ, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଭୈରଭାବ ଜନ୍ମାଇବା। ସେ ତୁମର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗଇଠିକି ଆଘାତ କରିବେ। ଯଦି ପରମେଶ୍ୱର ଶୈତାନକୁ ବିନାଶ କରିଦେଇଥାନ୍ତେ, ତାହେଲେ ଏହି ଭବିଷ୍ୟତବାଣୀ ସଫଳ ହେଇନଥାନ୍ତା। ଏଇଟା ଆମେ ଜାଣିବା ଆବଶ୍ୟକ ରହିଛି। ଯଦି ଶୈତାନକୁ ପରମେଶ୍ୱର ବିନାଶ କରିଦେଇଥାନ୍ତେ, ମାରି ଦେଇଥାନ୍ତେ, ତାହେଲେ ଭବିଷ୍ୟତବାଣୀ, ଏଇ ଯେଉଁ ନାରୀର ବଂଶ, ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମରିୟମଙ୍କ ଗର୍ଭରେ ଆସିବେ ଆଉ ସମଗ୍ର ମାନବ ଜାତି ନିମନ୍ତେ ସେ କ୍ରୁଶରେ ନିଜ ଜୀବନ ଦେବେ, ଆଉ କ୍ରୁଶରେ ଶୈତାନକୁ ପରାଜୟ କରିବେ, ଶୈତାନର ମସ୍ତକକୁ ସେ ଚୂର୍ଣ୍ଣ କରିବେ, ଏହି ବାକ୍ୟ ସଫଳ ହେଇ ପାରିନଥାନ୍ତା। ଏହା ଆମେ ଜାଣିବା ଆବଶ୍ୟକ ରହିଛି। ମୁଁ ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ 2 କରନ୍ଥୀୟ 12 ଅଧ୍ୟାୟକୁ ଆସିବେ। 2 କରନ୍ଥୀୟ 12 ଅଧ୍ୟାୟ 7 ପଦରେ ପାଉଲ ଏ ପ୍ରକାର କହନ୍ତି, ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ,
ଏଥି ନିମନ୍ତେ ମୋତେ ପ୍ରହାର କରିବା ପାଇଁ ମୋହର ଶରୀରରେ ଶୈତାନର ଦୂତ ସ୍ୱରୂପ ଗୋଟିଏ କଣ୍ଟକ ଦିଆଗଲା। ହଁ, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ ଏଥି ନିମନ୍ତେ ତାହା ଦିଆଗଲା। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଶୈତାନକୁ ପ୍ରଭୁ କାହିଁକି ରଖିଛନ୍ତି? ଆମର ଭଲ ନିମନ୍ତେ। ଶୈତାନ ଆମ ଜୀବନରେ ରୋଗ ଆଣେ। ପାଉଲଙ୍କ ଜୀବନରେ ସେ ଏହି ରୋଗରୁ ସୁସ୍ଥ ହେବା ନିମନ୍ତେ ସେ 3 ଥର ପ୍ରାର୍ଥନା କଲେ, ମାତ୍ର ସେ ରୋଗରୁ ସେ ସୁସ୍ଥ ପାଇପାରିଲେ ନାହିଁ। ସେ କେତେ ବଡ଼ ପ୍ରଭୁଙ୍କର ଦାସ, ତାଙ୍କ ପାଖରେ ଅଭିଷେକ ଅଛି, ପ୍ରକାଶନ ଅଛି, ଆଉ ବିଭିନ୍ନ ପତ୍ରଗୁଡ଼ିକ ସେ ଲେଖିଲେ, ମାତ୍ର ଶୈତାନକୁ ପ୍ରଭୁ କ'ଣ କରୁଛନ୍ତି? ବ୍ୟବହାର କରୁଛନ୍ତି। ସେ ଯେପରି ଗର୍ବୀ ନ ହେବେ, ସେ ନମ୍ର ହେବେ, ସେଥିପାଇଁ ଶୈତାନକୁ ପଠାଇ ତାଙ୍କ ଶରୀରରେ ସେ କ'ଣ କରୁଛନ୍ତି? ରୋଗ ପଠାଉଛନ୍ତି, ଯଦ୍ୱାରା କି ସେ କ'ଣ ହେବେ? ନିଜକୁ ନମ୍ର କରି ପ୍ରଭୁଙ୍କର ନିକଟବର୍ତ୍ତୀ ହେବେ, ଆଉ ତାଙ୍କର ଗର୍ବ କ'ଣ ହେବ? ଚାଲିଯିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ନାମର ଗୌରବ ହଉ। ଶୈତାନକୁ ପ୍ରଭୁ କାହିଁକି ବିନାଶ କରୁନାହାନ୍ତି? ସେ ଯେପରି ଆମକୁ କ'ଣ କରିବ? ସେ ଶୈତାନ ଆମକୁ କ'ଣ କରିବ? ପ୍ରଭୁରେ ବଢିବା ପାଇଁ ସେ ସାହାଯ୍ୟ କରିବ। ସେ ଆମର କିଛି ଅମଙ୍ଗଳ କରିବାର କ୍ଷମତା ଶୈତାନ ପାଖରେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ନାମର ଗୌରବ ହଉ। କାରଣ ଆମେ ପରମେଶ୍ୱରଙ୍କ ପ୍ରେମ କରୁଛୁ। ଆମେ ପରମେଶ୍ୱରଙ୍କୁ ଆମେ କ'ଣ କରୁଛୁ? ପ୍ରେମ କରୁଛୁ। ସେଥିପାଇଁ ରୋମିଓ ପୁସ୍ତକରେ ଲେଖାଗଲା, ରୋମିଓ ପୁସ୍ତକ 8:28 ପଦରେ ଲେଖାଗଲା, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କ ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। ଆମ ଜୀବନରେ ଶୈତାନ ଯେତେ ଅମଙ୍ଗଳ ଆଣିବା ପାଇଁ ଚେଷ୍ଟା କଲେ ମଧ୍ୟ ଆମର ପରମେଶ୍ୱର କ'ଣ କରନ୍ତି? ଆମର ମଙ୍ଗଳ ସାଧନ କରନ୍ତି। ଆମ ଜୀବନରେ ଯେତେ ସବୁ ଅମଙ୍ଗଳ ଆସେ, ସେଇ ସବୁ ବିଷୟକୁ ସେ କ'ଣ କରନ୍ତି? ମଙ୍ଗଳ ସାଧନ କରନ୍ତି। ଗୋଟେ ଫିଲ୍ଟରରେ ଯେତେ ମଇଳା ପାଣି ପକାଇଦେଲେ ମଧ୍ୟ ସେ ଯେପରି ସଫା କରି ଭଲ ପାଣି ଆମକୁ ଦିଏ, ଠିକ୍ ସେହିପରି ଶୈତାନ ଆମ ଜୀବନରେ ଯେତେ ଅମଙ୍ଗଳ, ଯେତେ ନିନ୍ଦା ତାଳନା ଆଣିଲେ ମଧ୍ୟ ତାହା ଆମ ପାଇଁ ମଙ୍ଗଳ ହେଇଯିବ। ତାହା ଆମ ପାଇଁ ମଙ୍ଗଳ ହେଇଯିବ। ଆଉ ପରମେଶ୍ୱର ତାହା କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଶେଷ ବିଷୟ କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 31 ପଦରେ ଲେଖାଗଲା, ପ୍ରଭୁ ଯୀଶୁଖ୍ରୀଷ୍ଟ ସିମୋନଙ୍କୁ ସେ କହୁଛନ୍ତି, ସିମୋନ ସିମୋନ, ଦେଖ, ଗହମକୁ ଚାଲୁଣିରେ ଚଲାଇବା ପରି ଶୈତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି। ପ୍ରଭୁଙ୍କ ନାମର ଗୌରବ ହଉ। ଆପଣ ଏହି ବାକ୍ୟ ଯଦି ଧ୍ୟାନ ସହକାରେ ପଢ଼ିବେ ଯେ ଶୈତାନ ବିଶ୍ୱାସୀମାନଙ୍କୁ ଚଲେଇବ, ଏଥିପାଇଁ ପରମେଶ୍ୱର ଶୈତାନକୁ କ'ଣ କରୁନାହାନ୍ତି? ସେ ବିନାଶ କରିନାହାନ୍ତି। ଶୈତାନର ପତନ ରହିଛି। ଶୈତାନର ନିଶ୍ଚିତ ଭାବରେ ତାର ପ୍ରତିଫଳ ସେ ପାଇବାଟା ପାଇବ। ପୂର୍ବରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସୁସମାଚାରରେ ସେ କହିଛନ୍ତି, ସେ ବିଚାରିତ ହୋଇସାରିଛି, ଆଉ ସେ ଅଗ୍ନିମୟ ହ୍ରଦରେ ପକାଯିବାର ସମ୍ପୂର୍ଣ୍ଣ ଯୋଗ୍ୟ ଅଟେ। ମାତ୍ର ତଥାପି ସେ ଧରାପୃଷ୍ଠରେ ଏଥିପାଇଁ ରଖିଛନ୍ତି, ତାହାଙ୍କର ସେବା କାର୍ଯ୍ୟକୁ ବଢ଼ାଇବା ପାଇଁ ସେ ଶୈତାନ ଦ୍ୱାରା ଶୈତାନକୁ ବ୍ୟବହାର କରି ସେ ଅନେକ ଆତ୍ମାକୁ ସେ ଲାଭ କରୁଛନ୍ତି। କେତେ ଆଶ୍ଚର୍ଯ୍ୟର ବିଷୟ! ପ୍ରଭୁଙ୍କ ନାମର ଗୌରବ ହଉ। ଏସ୍ଥାନ ଲେଖାଯାଏ ଯେ ଶୈତାନ ବିଶ୍ୱାସୀମାନଙ୍କୁ ଚଲେଇବା ପାଇଁ ଅନୁମତି ପାଇଛି। ଶୈତାନକୁ ପ୍ରଭୁ କାହିଁକି ବିନାଶ କରୁନାହାନ୍ତି? ଯେପରି ବିଶ୍ୱାସୀମାନଙ୍କୁ ଚଲେଇବ। କେମିତି ଚଲେଇବ? ଚାଲୁଣିରେ, ଗହମକୁ ଚାଲୁଣିରେ ଚଲେଇବା ପରି ତୁମକୁ ଚଲେଇବା ପାଇଁ ସେ ଅନୁମତି ପାଇଛି। ପ୍ରଭୁଙ୍କ ଲୋକମାନେ, ଆମକୁ ସେ ଚଲେଇବ। ରୋଗର ଚାଲୁଣିରେ, ଅଭାବର ଚାଲୁଣିରେ, ଆମକୁ ଦୁଃଖର ଚାଲୁଣିରେ, ଆମମାନଙ୍କୁ ନିନ୍ଦା ଅପମାନର ଚାଲୁଣିରେ, ଚିନ୍ତାର ଚାଲୁଣିରେ ସେ ଆମକୁ ଚଲେଇବା ପାଇଁ ସେ ଅନୁମତି ପାଇଛି। ଆଉ ଏହିପରି ସମୟରେ ଆମ୍ଭମାନଙ୍କର ବିଶ୍ୱାସ, ଆମ୍ଭମାନଙ୍କର ଆତ୍ମିକ ଜୀବନ ଆହୁରି ମଜବୁତ ହେବ। ଆଉ ଏହି ଶୈତାନ ଆମକୁ ଟେଷ୍ଟ କରିବା ଦ୍ୱାରା, ଆମକୁ ଚଲେଇବା ଦ୍ୱାରା ଆମର ଷ୍ଟାଣ୍ଡାର୍ଡ କ'ଣ ହେବ? ଦିନ ପ୍ରତିଦିନ ବଢ଼ିବ।